ଦେଖନ୍ତୁ, ପ୍ରକୃତରେ ମାମୁଁ ଘରେ ଭଣଜା ଭାଣିଜୀଙ୍କର କେତେ ଅଧିକାର ରହିଛି। କେଉଁ କେଉଁ ଅଧିକାର ଗୁଡ଼ିକ ଭଣଜା ଭାଣିଜୀମାନେ ପାଇପାରିବେ। ଯାହା ବି ଆପଣଙ୍କ ମନରେ ଡାଉଟ୍ ରହିଛି ଯେ ମାମୁଁ ଘରେ ଭଣଜା ଭାଣିଜୀଙ୍କର କ'ଣ କ'ଣ ସବୁ ଅଧିକାର ରହିଛି, କେଉଁ କେଉଁ ଅଧିକାର ଗୁଡ଼ିକ ସେମାନେ ପାଇପାରିବେ, କେଉଁ କ୍ଷେତ୍ରରେ ସେମାନେ ଅଧିକାର ଗୁଡ଼ିକ ପାଇପାରିବେ, ଟଙ୍କା ପଇସାରେ ହେଉ କିମ୍ବା ସମ୍ପତ୍ତି ବାଡ଼ିରେ ହେଉ, ଏହିସବୁ ଅଧିକାରରେ ଭଣଜା ଭାଣିଜୀମାନେ ପାଇପାରିବେ। ତ ଏହାର ସମ୍ପୂର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ଗୋଟି ଗୋଟି କରି ଜଣାଇଦେବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ସବୁକିଛି ବୁଝିପାରିବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇବା ପାଇଁ ଜମା ବି ଭୁଲନ୍ତୁନି। କାରଣ ସରକାରଙ୍କ ତରଫରୁ ଯେଉଁ ସବୁ ନୂଆ ଯୋଜନା ଗୁଡ଼ିକ ଆସିବ ଏବଂ ଯେଉଁ ଯୋଜନା ଗୁଡ଼ିକରେ ଆପଣମାନେ ସାମିଲ ହୋଇଛନ୍ତି, ସେହି ଯୋଜନା ଗୁଡ଼ିକର ନୂଆ ନୂଆ ଅପଡ଼େଟ୍, ଆବେଦନ ପ୍ରକ୍ରିୟା କେମିତି କ'ଣ ରହିବ ଯୋଜନା ମାନଙ୍କରେ, ସମସ୍ତ ସୂଚନା ଆପଣ ଏହି ଚ୍ୟାନେଲ ମାଧ୍ୟମରୁ ଜାଣିବାକୁ ପାଇବେ। ପ୍ରଥମେ ତ ଦେଖନ୍ତୁ, ମାଙ୍କର ତାଙ୍କ ବାପ ଘରେ ସମ୍ପତ୍ତି ଉପରେ କେତେ ଅଧିକାର ରହିଛି। ଦେଖନ୍ତୁ, ଜଣେ ଭଣଜା ବା ଭାଣିଜୀଙ୍କର ମାମୁଁ ଘର ସମ୍ପତ୍ତି ଉପରେ ସିଧାସଳଖ ଅଧିକାର ନଥାଏ, କିନ୍ତୁ ତାଙ୍କ ମାଙ୍କ ଜରିଆରେ ସେମାନେ ଏହି ସମ୍ପତ୍ତି ପାଇଁ ଦାବି କରିପାରିବେ। ଏଠି କହିବାକୁ ଗଲେ ଭଣଜା ଭାଣିଜୀମାନେ ତାଙ୍କ ମାମୁଁଙ୍କ ଘରୁ ସିଧାସଳଖ ଭାବରେ ସମ୍ପତ୍ତି ଅଧିକାର ପାଇଁ ଦାବି କରିପାରିବେ ନାହିଁ। ତାଙ୍କ ମାଙ୍କ ମାଧ୍ୟମରେ ସମ୍ପତ୍ତି ଅଧିକାର ପାଇଁ ଦାବି କରିପାରିବେ। ସର୍ବପ୍ରଥମେ ଆପଣମାନଙ୍କର ମାଙ୍କର ଅଧିକାର ରହିବ। ଆପଣଙ୍କ ମାମୁଁଙ୍କ ଘରେ, ଅଜାଙ୍କ ଘରେ ଝିଅ ହିଁ ଆପଣଙ୍କ ମା ଅଟନ୍ତି, ତ ସେଥିପାଇଁ ପ୍ରଥମେ ତାଙ୍କର ଅଧିକାର ରହିବ। ତାପରେ ଆପଣମାନଙ୍କର ମାଙ୍କ ଅନ୍ତେ ଆପଣମାନେ ଅଧିକାର ପାଇପାରିବେ। ଦେଖନ୍ତୁ, 2025 ମସିହାର ସଂଶୋଧିତ ଆଇନ ଅନୁଯାୟୀ ଜଣେ ଝିଅ ବାପାଙ୍କ ସମ୍ପତ୍ତିରେ ପୁଅମାନଙ୍କ ପରି ସମାନ ଅଧିକାର ପାଆନ୍ତି। ଦେଖନ୍ତୁ, 2025 ମସିହାର ସଂଶୋଧିତ ଆଇନ ଯେଉଁ ରହିଥିଲା, ସେହି ଆଇନ ଅନୁସାରେ ପୁଅମାନଙ୍କର ଯେତିକି ଅଧିକାର ରହିବ, ଝିଅମାନଙ୍କର ବି ସେତିକି ଅଧିକାର ରହିବ। ଯଦି ମା ଜୀବିତ ଅଛନ୍ତି ତେବେ ସେ ତାଙ୍କ ଭାଇମାନଙ୍କ ସହ ସମ୍ପତ୍ତି ଭାଗ କରିପାରିବେ। ଯଦି ମାଙ୍କର ମୃତ୍ୟୁ ହୋଇଯାଏ ତେବେ ତାଙ୍କ ଅଂଶର ସମ୍ପତ୍ତି ଭଣଜା ଭାଣିଜୀ ଅର୍ଥାତ୍ ତାଙ୍କ ପିଲାମାନେ ପାଇବା ପାଇଁ ହକଦାର ଅଟନ୍ତି। ଦେଖନ୍ତୁ, ଏସବୁ ଭାରତୀୟ ଆଇନ ଏବଂ ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ 1956 ଅନୁଯାୟୀ ମାମୁଁ ଘର ସମ୍ପତ୍ତିରେ ଭଣଜା ଏବଂ ଭାଣିଜୀଙ୍କ ଅଧିକାର ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ରହିଛି। ସାଧାରଣତଃ ପୈତୃକ ସମ୍ପତ୍ତି ଏବଂ ନିଜସ୍ୱ ସମ୍ପତ୍ତି କ୍ଷେତ୍ରରେ ଏହି ନିୟମ ଅଲଗା ଅଲଗା ହୋଇଥାଏ। ତାପରେ ଆସନ୍ତୁ ଜାଣିବା ପୈତୃକ ସମ୍ପତ୍ତି କ'ଣ। ଦେଖନ୍ତୁ, ଆଇନ ଅନୁସାରେ ଯଦି ମାମୁଁ ଘର ସମ୍ପତ୍ତିଟି ଅଜା ବା ତାଙ୍କ ପୂର୍ବପୁରୁଷଙ୍କ ଅମଳରୁ ଆସିଛି, ଅର୍ଥାତ୍ ଯାହା ଭାଗ ହୋଇନାହିଁ, ତେବେ ସେଥିରେ ମାଙ୍କର ଜନ୍ମଗତ ଅଧିକାର ରହିଛି। ତେଣୁ ଆମେ କହିବା, ମାଙ୍କ ମୃତ୍ୟୁ ପରେ ଭଣଜା ଓ ଭାଣିଜୀ ସେହି ଅଂଶ ପାଇଁ ଆଇନଗତ ଭାବେ ଦାବି କରିପାରିବେ। ମାମୁଁମାନେ ଏହି ଅଂଶ ଦେବାକୁ ମନା କରିପାରିବେ ନାହିଁ। ଦେଖନ୍ତୁ, ସର୍ବୋଚ୍ଚ ନ୍ୟାୟାଳୟଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଝିଅଙ୍କୁ ଏହି ଅଧିକାର ମିଳିବା ପାଇଁ ବାପା ଅର୍ଥାତ୍ ଅଜା 2025 ମସିହା ସେପ୍ଟେମ୍ବର 9 ତାରିଖ ସୁଦ୍ଧା ଜୀବିତ ଥିବା ଜରୁରୀ ନୁହଁ। ଦେଖନ୍ତୁ, ଯେଉଁ ସମ୍ପତ୍ତି ଗୁଡ଼ିକ ପୂର୍ବପୁରୁଷରୁ ରହିଆସିଛି, ସେହି ସମ୍ପତ୍ତି ଗୁଡ଼ିକ ଭାଗ ହୋଇନାହିଁ। ଯେତେବେଳେ ଭାଗ କରାଯିବ, ସେହି ଭାଗ ସମୟରେ ଆପଣମାନଙ୍କର ମଧ୍ୟ ସମାନ ଅଂଶ ରହିବ। ଉଦାହରଣ ସ୍ୱରୂପ, ଜଣେ ବାପାଙ୍କର ଦୁଇଟି ପୁଅ ରହିଛନ୍ତି, ଗୋଟେ ଝିଅ ରହିଛନ୍ତି। ତାଙ୍କର ସମୁଦାୟ 3 ଏକର ଜମି ରହିଛି। ଏହି 3 ଏକର ଜମି ଭାଗ କେମିତି କରାଯିବ? ତ ପ୍ରଥମ ପୁଅ 1 ଏକର ପାଇବ, ଦ୍ୱିତୀୟ ପୁଅ 1 ଏକର ପାଇବ, ଝିଅ ମଧ୍ୟ 1 ଏକର ପାଇବ।
ଯେତେବେଳେ ପୂର୍ବପୁରୁଷ ସମ୍ପତ୍ତି ଗୁଡ଼ିକ ରହି ଆସିଛି ସେଗୁଡ଼ିକ ଭାଗ ହୋଇନି, ଭାଗ ସମୟରେ ଏହି ସମାନ ମଧ୍ୟ ସେୟାର ରହିବ ସମସ୍ତଙ୍କର। ଆସନ୍ତୁ ଜାଣିବା ମାମୁଁଙ୍କର ନିଜ ସମ୍ପତ୍ତି ଉପରେ। ନିଜେ ଯେଉଁ ସମ୍ପତ୍ତି ଗୁଡ଼ିକ ମାମୁଁ କରିଛନ୍ତି ସେହି ସମ୍ପତ୍ତି ଗୁଡ଼ିକରେ ଭଣଜା ଭାଣିଜୀଙ୍କର କେତେ ଅଧିକାର ରହିଛି ଏବଂ ତାଙ୍କ ଭଉଣୀଙ୍କର କେତେ ଅଧିକାର ରହିଛି। ଦେଖନ୍ତୁ, ଯଦି ସମ୍ପତ୍ତିଟି ମାମୁଁ ନିଜ ଟଙ୍କାରେ କିଣିଛନ୍ତି କିମ୍ବା ତାଙ୍କୁ ୱିଲ୍ ମାଧ୍ୟମରେ ମିଳିଛି, ତେବେ ମାମୁଁ ଚାହିଁଲେ ସେହି ସମ୍ପତ୍ତି ଯାହାକୁ ବି ଦେଇପାରିବେ। ଏହି ସମ୍ପତ୍ତି ଉପରେ ଭଣଜା ବା ଭାଣିଜୀଙ୍କର କୌଣସି ଜନ୍ମଗତ ଅଧିକାର ନାହିଁ। ଦେଖନ୍ତୁ, ଯଦି ମାମୁଁ ଅବିବାହିତ ଥାନ୍ତି କିମ୍ବା ତାଙ୍କର କେହି ନିକଟତର ଉତ୍ତରାଧିକାରୀ ଯେମିତିକା ତାଙ୍କର ସ୍ତ୍ରୀ କିମ୍ବା ପିଲାଛୁଆ ନଥାନ୍ତି ଏବଂ ସେ କୌଣସି ୱିଲ୍ କରିନାହାନ୍ତି, ଦେଖନ୍ତୁ ସାଫ ସାଫ କହିବାକୁ ଗଲେ ମାମୁଁ ଯେଉଁ ସମ୍ପତ୍ତି ଗୁଡ଼ିକ କିଣିଛନ୍ତି ସେ ତାଙ୍କ ଟଙ୍କାରେ କିଣନ୍ତୁ କି ତାଙ୍କ ବାପାଙ୍କ ଟଙ୍କାରେ କିଣନ୍ତୁ, ତାଙ୍କ ନାଁରେ ଯଦି ସମ୍ପତ୍ତିଟି ରହିଛି ସେଠାରେ ଭଣଜା ଭାଣିଜୀ କୌଣସି ଅଧିକାର ପାଇପାରିବେନି କିମ୍ବା ତାଙ୍କ ଭଉଣୀ ମଧ୍ୟ ସେହି ସମ୍ପତ୍ତି ଉପରେ ଅଧିକାର ପାଇପାରିବେ ନାହିଁ। କେଉଁ କ୍ଷେତ୍ରରେ ଏହି ସମ୍ପତ୍ତି ଗୁଡ଼ିକ ପାଇପାରିବେ? ଯେତେବେଳେ ମାମୁଁଙ୍କ ମୃତ୍ୟୁ ହୋଇଯାଏ, ମାମୁଁଙ୍କର କେହି ବି ନଥିବେ, ତାଙ୍କର ସ୍ତ୍ରୀ ନଥିବେ କିମ୍ବା ପିଲାଛୁଆ ନଥିବେ, ସେ କ୍ଷେତ୍ରରେ ଆପଣମାନେ ସମ୍ପତ୍ତି କେତେବେଳେ ପାଇବେ? ଶ୍ରେଣୀ ଦ୍ୱିତୀୟ ଉତ୍ତରାଧିକାରୀ ଭାବେ ଭଣଜା ଭାଣିଜୀ ମଧ୍ୟ ସେହି ସମ୍ପତ୍ତିରୁ ଅଧିକାର ପାଇପାରିବେ, ଯାହା ଆଇନ ଅନୁସାରେ ବର୍ଣ୍ଣିତ ରହିଛି। ଦେଖନ୍ତୁ, ଯଦି ମାମୁଁ ଜୀବିତ ଥିବା ସମୟରେ ସେ ଚାହୁଁଛନ୍ତି ତାଙ୍କର ସମ୍ପତ୍ତି ଗୁଡ଼ିକକୁ ଅଲଗା କାହାକୁ ଦେବା ପାଇଁ, ସେ ଦେଇପାରିବେ। ସେ ଭଣଜା ଭାଣିଜୀକୁ ଦିଅନ୍ତୁ କିମ୍ବା ତାଙ୍କ ଭଉଣୀକୁ ଦିଅନ୍ତୁ, ସେ ସ୍ୱ ଇଚ୍ଛାରେ ଯାହା ନାଁରେ ଚାହିଁବେ ତାହା ନାଁରେ କରିପାରିବେ। ମାମୁଁଙ୍କ ମୃତ୍ୟୁ ପରେ ପ୍ରଥମେ ତାଙ୍କର ଅଧିକାର ରହିବ ସ୍ତ୍ରୀ ତାଙ୍କ ପିଲାଛୁଆଙ୍କର। ଯଦି ମାମୁଁଙ୍କର କେହି ନାହାନ୍ତି, ସେ କ୍ଷେତ୍ରରେ ପ୍ରଥମେ ତାଙ୍କ ଭଉଣୀଙ୍କ ଇମ୍ପୋର୍ଟାନ୍ସ ରହିବ, ଦ୍ୱିତୀୟରେ ଭଣଜା ଭାଣିଜୀଙ୍କର ରହିବ। କେଉଁ ପରିସ୍ଥିତିରେ ଭଣଜା ଭାଣିଜୀ ଏହି ସମ୍ପତ୍ତି ପାଇବା ପାଇଁ ହକଦାର ରହିବେ? ଦେଖନ୍ତୁ, ୱିଲ୍ ମାଧ୍ୟମରେ ଯଦି ମାମୁଁ କିମ୍ବା ଅଜା ସ୍ୱ ଇଚ୍ଛାରେ ଭଣଜା ଭାଣିଜୀଙ୍କ ନାମରେ ସମ୍ପତ୍ତି ଲେଖି ଦେଇଥାନ୍ତି, ମାଆଙ୍କ ମୃତ୍ୟୁ ପରେ ତାଙ୍କର ପ୍ରାପ୍ୟ ସମ୍ପତ୍ତି ପିଲାମାନେ ପାଇବେ। ସାଫ ସାଫ କହିବାକୁ ଗଲେ ଉତ୍ତରାଧିକାରୀଙ୍କ ଅଭାବ। ଯଦି ମାମୁଁଙ୍କର ନିଜର ପୁଅ, ଝିଅ ବା ସ୍ତ୍ରୀ ନଥାନ୍ତି, ତେବେ ଆଇନ ଅନୁସାରେ ଭଉଣୀଙ୍କ ପିଲାମାନେ ସମ୍ପତ୍ତିର ଦାବିଦାର ହୋଇଥାନ୍ତି। ଦେଖନ୍ତୁ, ଫ୍ଲିପକାର୍ଟରେ ବଢ଼ିଆ ବଢ଼ିଆ ସୁନ୍ଦର ଷ୍ଟିକର ଗୁଡ଼ିକ ରହିଛି, ଆପଣଙ୍କ ଘର କାନ୍ଥରେ ଲଗେଇବେ, ଯାହାଫଳରେ ଆପଣଙ୍କର ଘରର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯିବ। ଏହି ଷ୍ଟିକର ଗୁଡ଼ିକ ଏହି ଭିଡ଼ିଓର ପ୍ରଡ଼କ୍ଟ ଟ୍ୟାଗ୍ରେ ଆଭେଲେବୁଲ୍ ରହିଛି। ଆପଣମାନଙ୍କ ମନପସନ୍ଦର ଷ୍ଟିକର ଗୁଡ଼ିକ ଆପଣ ଅର୍ଡ଼ର କରିପାରିବେ।